ସାଇଲ ସାଇବିରି ଯୋଉ ବୋଇତ ବନ୍ଦାଣ ଉତ୍ସବ ହଉଥିଲା ଏ ବହୁ ଦିନରୁ ଏ ପରମ୍ପରା ଓଡ଼ିଶାର ଓଡ଼ିଆ ଜାତିର ସଂସ୍କୃତି ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ଇଏ ଗୋଟେ ଉଦ୍ୟମ ପୂର୍ବରୁ ବହୁ ପୂର୍ବରୁ ହଜାର ବର୍ଷ ତଳୁ ଯୋଉ ସାଧବ ପୁଅମାନେ ବୋଇତ ଦ୍ୱାରା ତାଙ୍କର ବ୍ୟବସାୟ କରୁଥିଲେ ଏବଂ ଆମ ଓଡ଼ିଶାର କାରୁକାର୍ଯ୍ୟ ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ ନେଇ ସେମାନେ ଯୋଉ ବୋଇତ ଯାତ୍ରା ଭାରତର ଯୋଉ ପଟେ ଦ୍ୱୀପାଞ୍ଚଳ ଅଛି ଜାଭା ସୁମାତ୍ରା ବର୍ଣ୍ଣିଓ ବାଲିଦ୍ୱୀପ ବିଭିନ୍ନ ଅଞ୍ଚଳକୁ ଯାଇ ସେମାନେ ଏଠୁ ଓଡ଼ିଶାରୁ ସାମଗ୍ରୀ ନେଇକରି ସାଧବ ପୁଅମାନେ ବ୍ୟବସାୟ କରୁଥିଲେ ଏବଂ ସେଠାରୁ ମଧ୍ୟ ଜିନିଷ ଆଣୁଥିଲେ ଏଠାକୁ। ଏ ଯୋଉ ପରମ୍ପରା ଥିଲା ସେତେବେଳେ କଳ୍ପନା କରାଯାଇପାରୁଥିଲା ଯେ ଓଡ଼ିଶାରୁ ଯାଉଥିଲା, ତେଣୁ ସେଇ ଯୋଉ ଐତିହ୍ୟ ସେ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ଆମ ଓଡ଼ିଆ ଜାତିର ଓଡ଼ିଆ ଲୋକମାନେ ସେବେଠୁ ଏଇ ପରମ୍ପରାକୁ ବଞ୍ଚେଇକି ରଖିଛନ୍ତି। ସେଥିପାଇଁ ଉତ୍ସବ ଆୟୋଜନ କରାଯାଉଛି। ଏ ଉତ୍ସବ ଦ୍ୱାରା ଆମର ସଂସ୍କୃତି ଏବଂ ପରମ୍ପରା ମଧ୍ୟ ବଞ୍ଚିକି ରହୁଛି। ନମସ୍କାର, ମୁଁ ଇତିଶ୍ରୀ ବେହେରା, ଝାରପଡ଼ା ସରପଞ୍ଚ। ଝାରପଡ଼ାରେ ସାଇଲ ସାଇବିରି ବାଲିଯାତ୍ରା, ଆପଣ ସ୍ଥାନୀୟ ସରପଞ୍ଚ, କଣ କହିବେ ସେ ବାବଦରେ? ସାଇଲ ସାଇବିରି ଯୋଉ ବାଲିଯାତ୍ରା ଆମର ଉତ୍ସବ ହଉଛି, ସମସ୍ତ କର୍ମକର୍ତ୍ତା ତାଙ୍କର ଭାଇଚାରା ମନୋଭାବ ଏବଂ ତାଙ୍କର ସହଯୋଗରେ ଆମର ଏ ବାଲିଯାତ୍ରା ମହୋତ୍ସବ ଏଠି ଅନୁଷ୍ଠିତ ହଉଛି। ଆପଣ ଆଜି ବିଧାୟକଙ୍କୁ କିଛି ଦାବି କରିଛନ୍ତି ଏଇ ସାଇଲ ସାଇବିରିର ଉନ୍ନତି ମାନେ ଡେଭଲପ ପାଇଁ? କଣ ଦାବି କରୁଛନ୍ତି, କେତେ ଆଶା କରୁଛନ୍ତି? ନିଶ୍ଚିନ୍ତ ଆଗାମୀ ଦିନରେ ତାହା ଆଶା ଆମର ପୂରଣ ହବ, କାରଣ ଆମର ଏ ଯୋଉ ଅନୁଷ୍ଠିତ ହଉଛି ବାଲିଯାତ୍ରା ମହୋତ୍ସବ, ଆର ରାସ୍ତା ଠିକ ସେ ନାହିଁ, ତ ଆମର ଆଲୋକୀକରଣ ହେଇପାରୁନି, ବିଦ୍ୟୁତ ସଂଯୋଗୀକରଣ ହେଇପାରୁନି, କିନ୍ତୁ ପାଣିର ସୁବିଧା ନାହିଁ। ଆଉ ମୋର ଦୃଢ ବିଶ୍ୱାସ ଅଛି ଆଗାମୀ ଦିନରେ ଆମର ବିଧାୟକ ମହୋଦୟ ନିଶ୍ଚିନ୍ତ ତାହା ପୂରଣ ହବ। ନମସ୍କାର, ମୁଁ ସନାତନ ପଣ୍ଡା, ସାଇଲ ସାଇବିରି ବାଲିଯାତ୍ରା ପ୍ରେସିଡେଣ୍ଟ। এই যে সাইল সাইবিরি বালিযাত্রা ହେଇଛି ଦୁଇଟା ଅଞ୍ଚଳ ଜଗତସିଂହପୁର କଟକ ସଂଗ୍ରାମୀ ଘାଟରେ କରାହଉଛି। ଆର ପରମ୍ପରା କଣ, କେତେ ଅନୁଷ୍ଠାନିତ ହଉଛି? ଆର ପରମ୍ପରା ହେଲା ସବୁ ଯୋଉମାନେ ସ୍ୱର୍ଗକୁ ଯାଇଛନ୍ତି ମରି ଯାଇଛନ୍ତି ସେମାନେ ମାନେ ପିଣ୍ଡ ଦାନ କରାଯାଏ। 12 ବର୍ଷ ଆଜି 14 ବର୍ଷ ଚାଲେ ବାଲିଯାତ୍ରା। ପ୍ରତିବର୍ଷ ଏ ଅଞ୍ଚଳର ଲୋକମାନଙ୍କର ପିଣ୍ଡ ଦାନ କରାଯାଏ। এবং ଯୋଉ ବାଲିଯାତ୍ରା ଯୋଉ ଆଇଡିଆ ନିଆ ହେଇଛି ସାଇଲ ସାଇବିରି ବାଲିଯାତ୍ରା ଗୋଟେ ନାଁ ଦିଆଯାଇଛି, କାହିଁକି ସାଇଲ ସାଇବିରି କାହିଁକି ଦିଆହେଲା? ସାଇଲ ସାଇବିରି ହେଲା ମାନେ କଟକ ଆଉ ଜଗତସିଂହପୁର ମିଶେଇକି ସାଇଲ ସାଇବିରି ଯାତ୍ରା ଦିଆଯାଇଛି। ଯେହେତୁ ନିର୍ବାଚନ ମଣ୍ଡଳୀ ଆମର ଅଛି ଜଗତସିଂହପୁର, ସେଥିପାଇଁ ସାଇଲ ସାଇବିରି ଦିଆଯାଇଛି। କେତେ ବର୍ଷ ହେଲାଣି? 14 ବର୍ଷ ହେଲା ଚାଲିଲା। କଣ ଆଉ ଆଗକୁ ଆଜି ଯୋଉ